ବାଚସ୍ପତି ମହୋଦୟ, ଯେତେବେଳେ ଆମର ଚଳିତ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଆସିଲା 2,65,000 କୋଟି ଟଙ୍କାର ବଜେଟ୍ ଆସିଲା, ସେତେବେଳେ ବି ଗୃହରେ ବିଶେଷ ଆଲୋଚନା ହେଇଛି ଯେ ଏତେ ଟଙ୍କା ବଜେଟ୍ ରଖାହେଇଛି ଏବଂ ଆମ ପାଖରେ ଯଦି ଦେଖାଯିବ ବହୁତ କମ୍ ସମୟ ରହିଛି କେମିତି ଟଙ୍କାକୁ ଆମେ ଖର୍ଚ୍ଚ କରିବା। ସେତେବେଳେ ବି ବିଭିନ୍ନ ଆଲୋଚନା ହେଇଥିଲା। ସରକାରୀ ଦଳର ବିଧାୟକମାନେ ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଏବଂ ବିଭିନ୍ନ ଦଳର ବିଧାୟକମାନେ ମଧ୍ୟ ଆଲୋଚନା କରିଥିଲେ ଏବଂ ସେଠି ତାପରେ ଏବେ ସପ୍ଲିମେଣ୍ଟାରୀ ବଜେଟ୍ ଆସିଛି। ସପ୍ଲିମେଣ୍ଟାରୀ ବଜେଟ୍ରେ ମଧ୍ୟ ପାଖାପାଖି 12,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଆମେ ରଖିଛେ। ତ ଯଦି ଦେଖିବା ଯେ ଯେଉଁ ପ୍ରମୁଖ ବିଭାଗ ରହିଛି କାର୍ଯ୍ୟକ୍ରମ ବାବଦକୁ ଯେଉଁ ଆର୍ଥିକ ଅନୁଦାନର ବ୍ୟବସ୍ଥା କରାହେଇଥିଲା, ଆପଣ ସ୍ୱରାଷ୍ଟ୍ର ବିଭାଗ କଥା କୁହନ୍ତୁ, ଦେଖନ୍ତୁ ଯେତିକି ଖର୍ଚ୍ଚ ବର୍ତ୍ତମାନ ସୁଦ୍ଧା ହେଇଛି ବୋଧେ 30% ମଧ୍ୟ ହେଇନାହିଁ। ଯଦି ଅର୍ଥ ବିଭାଗ କଥା ଦେଖିବା ସେଇଠି ମଧ୍ୟ ଅନୁରୂପ ଭାବରେ ସେଇଟା ମଧ୍ୟ 30% ବୋଧେ ଖର୍ଚ୍ଚ ହେଇନି। ବିଦ୍ୟାଳୟ ଗଣଶିକ୍ଷା ବିଭାଗ କଥା କୁହନ୍ତୁ, ଆପଣଙ୍କର ଅନୁସୂଚିତ ଜନଜାତି ଅନୁସୂଚିତ ଜାତି ଉନ୍ନୟନ ବିଭାଗ କଥା କୁହନ୍ତୁ, ଆପଣଙ୍କର ନିର୍ମାଣ ବିଭାଗ କଥା କୁହନ୍ତୁ, ଯେଉଁଥିରେ ମୁଖ୍ୟତଃ କାର୍ଯ୍ୟକ୍ରମ ବାବଦକୁ ଆର୍ଥିକ ଅନୁଦାନ ବ୍ୟବସ୍ଥା ରହିଛି, ସେଥିରେ ମଧ୍ୟ ବି 30% ପର୍ଯ୍ୟନ୍ତ ଆମେ ଖର୍ଚ୍ଚ କରିପାରିନାହେଁ। এবং এই যে বজেট আসছে পুଣି সেই বিভাগକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି ଏବଂ ସେହି ବଜେଟ୍ରେ ମଧ୍ୟ ଆର୍ଥିକ ଅନୁଦାନର ବ୍ୟବସ୍ଥା ରହିଛି ଏବଂ ଅଧିକ ଆର୍ଥିକ ଅନୁଦାନର ବ୍ୟବସ୍ଥା ରହିଛି। ତେଣୁ ଏଇ ଯେଉଁ ଏତେ ପରିମାଣର ଆର୍ଥିକ ଅନୁଦାନ ଥିବା ସତ୍ତ୍ୱେ ବର୍ତ୍ତମାନ ଯେଉଁଭଳି ଭାବରେ ଖର୍ଚ୍ଚ ଆମେ କରିଛେ ଏବଂ ଫାଇନାନ୍ସିଆଲ ଇୟର ମାତ୍ର ଅଳ୍ପ କିଛି ମାସ ରହିଲା, ତ ୟାକୁ କେମିତି ଖର୍ଚ୍ଚ କରିବା ପାଇଁ କ'ଣ ପ୍ଲାନ୍ କରିଛନ୍ତି ଏବଂ ଯେଉଁ ଯେଉଁ ବିଭାଗ ଗୁଡ଼ିକ ଏପର୍ଯ୍ୟନ୍ତ ଖର୍ଚ୍ଚ କରିନାହାନ୍ତି तार कारण कौन एवं तापे सरकार कौन पदक्षेप नौछंती, याकू जो आमर फाइनेंशियल ईयर एंडिंग सुधा संपूर्ण भाव में अर्थ को खर्च करने कौन व्यवस्था करुछंती माननीय मंत्री गृह रे तथ्य रखिबे। माननीय मंत्री बाचस्पति महोदय, गत जो अक्टोबर 2024 पर्यंत राज्यर संपूर्ण बजेट्र 37.34% तार एक्सपेंडिचर हो सारी, जोटा पूर्व वर्ष यही समय को अक्टोबर शेष सुधा 39.16% एक्सपेंडिचर होता। अन्य पक्षरे अक्टोबर 2024 पर्यंत राज्य बजेट्र पाखापाखि प्रोग्राम एक्सपेंडिचर 32.48% होती, जोटा पूर्व वर्ष समय 36.17% थिला। जो विभिन्न आमर कारण होची जो प्रथम क्वार्टर रे एप्रिल मे आउ जून रे कोड ऑफ कंडक्ट इलेक्शन पाई कोड ऑफ कंडक्ट थिबा कारणरू एवं विभिन्न प्रक्रिया जो अटकी थिला, जो गुड़िक टेंडर प्रक्रिया हो कि जो डेवलपमेंटल आस्पेक्ट रे विभिन्न प्रकार जो कार्यक्रम पर जो प्रतिबंध थिला, से दृष्टिकोण प्रथम क्वार्टर रे खर्च अत्यंत नगण्य थिला एवं से दृष्टिकोण को आखि आगे रखिकी 100% एक्सपेंडिचर रो पूरा योजना समस्त विभाग माने नहीं चली एवं आमे आशा रखीचु जे आमे 100% विनियोग करिवार जो प्रक्रिया से प्रक्रिया को निश्चित भाव में आमे से टार्गेट को अचीव करियो।